ଶୁଙ୍ଗ କର୍ମଲେଖା ବିଧାନ ଏକ ବିଭ୍ରାନ୍ତକର ପଥ। ନିଜ ବୁଦ୍ଧି ବିବେକ ବଳରେ ସକଳ ସିଦ୍ଧି ଲାଭ ହୋଇଥାଏ। କର୍ମ ଉପାସନା କର୍ତ୍ତବ୍ୟ ଈଶ୍ୱର। ଈଶ୍ୱର ଯଥା ସମୟରେ ସଂଯୁକ୍ତ ହେବା ଦରକାର। ତା ନହେଲେ କର୍ମ ଫଳଟା ଫିକା ପଡ଼ିଯିବରେ ଶୁଙ୍ଗ। ଠିକ କଥା କହିଛନ୍ତି ମାଛ। ସେଇଥିପାଇଁ ତ ଆମ ଆଶା ଆକାଂକ୍ଷା ଗୁଡ଼ାକ ସଦାବେଳେ ଅଧୁରା ହୋଇ ରହିଯାଉଛି। ଜମା ହିଟ୍ ହୋଇଛି ଧନ୍ୟ ଶୁଙ୍ଗ ଗୋଲାପ ଫୁଲଟାକୁ ତୋଳିବାକୁ ହେଲେ ପ୍ରଥମେ କଣ୍ଟାର ଆଘାତ ସହିବାକୁ ପଡ଼ିଥାଏ। ଆଉ ତାପରେ ଫୁଲଟା ଆପେ ଆପେ ଧରା ଦିଏ ହସ୍ତର ମୁଠାରେ। ହେଲେ ମାବୁରୁ ମୁଁ ଥାଉ ଥାଉ ଆପଣ କାହିଁ ଏତେ କଷ୍ଟ କରିବେ? ମତେ କହୁନାହାନ୍ତି କେଉଁ ଗଛରେ ଚଢ଼ି ମୁଁ ସେ କଣ୍ଟା ଭାଙ୍ଗି ଶୁଙ୍ଗ କଣ୍ଟା ଫଳଟାକୁ ତୁ ଖାଇପାରିବୁ? ଖାଇପାରିବି ଯେ ହେଲେ ମାବୁରୁ ସେ ଫଳଟା ମିଠା ନା ଖଟା ନା ପିତା? ଅରେ ସେ ଫଳଟା ହେଲେ ସେ କୃଷ୍ଣ ପୁତ୍ର ଶ୍ୟାମ୍ବ। ତାକୁ ମୂଳରୁ କାଟି ତୁ ଖାଇପାରିବୁ ଶୁଙ୍ଗ? ମାବୁରୁ ତା ମାନେ ତାରି ପାଇଁ ଆମ ମିଠା ଫଳ ଆମ ହାତରୁ ଖସି ଚାଲିଛି। ଅରେ ଚିର ଶତ୍ରୁ ସେଟା ଗୌଡ଼ ଟୋକାଟା କଣ୍ଟା ହୋଇ ବାଜୁଛି ଚରଣ, କଣ୍ଟା ହୋଇ ବାଜୁଛି ଚରଣ। ବାରମ୍ବାର ସେ ମୋର ବିରୁଦ୍ଧେ ଦାନବଙ୍କୁ ଦେଉଛି କଷଣ, ଦାନବଙ୍କୁ ଦେଉଛି କଷଣ। ବାରମ୍ବାର ଆସେ ଆମର ବିରୁଦ୍ଧେ ଦାନବଙ୍କୁ ଦେଉଛି କଷଣ, ଦାନବଙ୍କୁ ଦେଉଛି କଷଣ। ଏ ମାରିଣ ଗୋଇଠା ଭାଙ୍ଗିବି ଦାଣ୍ଡ, ବ୍ରଜ ଶାନ୍ତ ହେବ ଶତ୍ରୁ ଦାନ, ବ୍ରଜ ଶାନ୍ତ ହେବ ଶତ୍ରୁ ଦାନ। ହେଲେ ମାବୁରୁ ସେ କବର ମୁଣ୍ଡା ଗଡ଼ ଟୋକା କି ମନ୍ତ୍ର ଜାଣିଛି କେ ଜାଣି ନା ଠିକ ହିଟ ଛମକୁ ସେଠି ଧରି ଯେତେ ଚେଷ୍ଟା କଲେ କ'ଣ ଆମେ ପାରିବା? ଶୁଙ୍ଗ କଳେ ବଳେ କୌଶଳ ବଦ୍ଧ କରିବା ସେଇ କୃଷ୍ଣ ହଳଧର। ଓ ଶୁଙ୍ଗ ଦେବ କେଉଁ ବୃକ୍ଷର ଡାଳରୁ ଚେର ଉତ୍ପତ୍ତି ହୋଇଥାଏ ସେ ପାଷାଣ ଉପରେ ପଡ଼ିଲେ ମଧ୍ୟ ଚେର ବିସ୍ତାରି ପାରେ। ନା 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 ବାବୁଜୁ ସେ ପାଣି ପବନ ବାଜିଲେ ସିନା ଚେର ବିସ୍ତାର କରିବ। ମୁଁ ତାକୁ ନିଆଁ ଲଗାଇ ଜାଳି ପଡ଼ି ପାଉଁଶ କରିଦେବି, ଚେର ବାହାରିବ କେଉଁଠୁ? ଭାବୁଛୁ ଇଏ ମୋ ମତରେ ତା ପିଲା ମାଇପକୁ ଟେକି ଆଣିଲେ ସେ ଗୌଡ଼ ଟୋକା ଆପେ ଆପେ ଧରାଯାଆନ୍ତି। ଓ ଠିକ କହିଛୁ ଶୁଙ୍ଗ। ଅରେ ଚାଲ କୃଷ୍ଣ ପୁତ୍ର ଶାମ୍ବ ଗଳାରେ ପକାଇ କାଳ ଫାସ ନେଇ ଆସିବା ରାଜ୍ୟକୁ ଆମ୍ଭ। ଓ କଟି ତର ଶିର ରୁଧିର ଔତରିକର ନର ନାରୀଗଣ ଚିତ୍କାର କରି କହିବେ ରକ୍ଷା କର ପ୍ରଭୁ ଚକ୍ରଧାରୀ।